ଆଜି ହେଉଛି ପବିତ୍ର ଗୁରୁ ଦିବସ। ଗୁରୁ ହିଁ ସାକ୍ଷାତ ଈଶ୍ୱର ଅଟନ୍ତି, ଯିଏକି ଆମକୁ ଅଜ୍ଞାନ ଅନ୍ଧକାରରୁ ନେଇ ଜ୍ଞାନର ଆଲୋକ ଦେଖାଇଥାନ୍ତି। ଏହି ଗୁରୁଙ୍କୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ 5 ତାରିଖ ଦିନ ଶିକ୍ଷାନୁଷ୍ଠାନମାନଙ୍କରେ ପୂଜନ କରାଯାଇଥାଏ, ଯାହାକୁ ଗୁରୁ ଦିବସ ବୋଲି କୁହାଯାଇଥାଏ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଯୁଗେ ଯୁଗେ ଗୁରୁ ହେଉଛନ୍ତି ପୂଜ୍ୟ ଚିରନମସ୍ୟ। ସେ ଅଜ୍ଞାନତାକୁ ଦୂର କରି ଆମମାନଙ୍କର ଜ୍ଞାନର ଚକ୍ଷୁ ଖୋଲି ଦିଅନ୍ତି ଓ ଗୁରୁ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖ ଦିନକୁ ଗୁରୁ ଦିବସ ରୂପେ ଭାରତ ବର୍ଷରେ ପାଳିତ କରାଯାଇଥାଏ। ଏହି ଦିବସଟି ବିଶେଷ ଭାବରେ ଶିକ୍ଷାନୁଷ୍ଠାନମାନଙ୍କରେ, ବିଶେଷତଃ ବିଦ୍ୟାଳୟମାନଙ୍କରେ ପାଳିତ ହୋଇଥାଏ। ଏହି ଦିବସଟି ଭାରତର ପୂର୍ବତନ ରାଷ୍ଟ୍ରପତି ରାଧାକୃଷ୍ଣଙ୍କର ଜନ୍ମ ଦିବସ ଅଟେ। ସେ ଶିକ୍ଷକ ଭାବରେ ଜୀବନ ଆରମ୍ଭ କରି ଅନେକ ବର୍ଷ ଧରି ନିଷ୍ଠାର ସହିତ ଅଧ୍ୟାପନା କରିଥିଲେ। ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ ମଧ୍ୟ କରାଯାଏ। ଆଜି କେନ୍ଦୁଝର ଜିଲ୍ଲା ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ଗୁରୁ ଦିବସ ପାଳନ କରାଯାଇଥିବାର ଦେଖିବାକୁ ମିଳିଛି। ଛୋଟ ଛୋଟ ପିଲାମାନେ ସକାଳୁ ବିଦ୍ୟାଳୟକୁ ଫୁଲ ଧୂପ ଚନ୍ଦନ ଧରି ଆସି ନିଜ ଶିକ୍ଷକମାନଙ୍କୁ ପୂଜାର୍ଚ୍ଚନା କରିଥିଲେ ଏବଂ ଗୁରୁଙ୍କଠାରୁ ଆଶୀର୍ବାଦ କାମନା କରିଥିଲେ। କେନ୍ଦୁଝରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।